ଯେଉଁ ନାରୀ ସ୍ୱାମୀକୁ ଦେବତା ଭଳି ପୂଜା କରେ ଏବଂ ମନ ଜାଣି ସେବା କରେ ତାକୁ ସର୍ବଦା ଦେବାଦେବୀଙ୍କ ଆଶୀର୍ବାଦ ମିଳିଥାଏ। ଯେଉଁ ମହିଳାଙ୍କ ନାକ ଅଗ୍ରଭାଗରେ କଳାଜାଇ ଦେଖାଯାଏ ସେହି ମହିଳା ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର କପାଳରେ କଳାଜାଇ ରହିଥାଏ ସେହି ମହିଳାମାନେ ଧନବାନ ଓ କୀର୍ତ୍ତିବାନ ହୁଅନ୍ତି। ଯେଉଁ ମହିଳାମାନଙ୍କର ନାକ ଚେପ୍ଟା ସେହି ମହିଳାମାନେ ବୁଦ୍ଧିମତୀ ଓ ଗୁଣବତୀ ହୋଇଥାନ୍ତି। ଦର୍ଶକ ବନ୍ଧୁ, ଆପଣମାନେ ଯଦି ଆମ ଚ୍ୟାନେଲ ପ୍ରଥମ ଥର କରି ଆସିଛନ୍ତି ନିଶ୍ଚିତ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅନ୍ କରିଦେବେ। ନମ୍ବର 5, ଯେଉଁ ମହିଳାମାନଙ୍କର ଚାଲି ହାତୀ ଚାଲିଲା ପରି ଝୁଲି ଝୁଲି ଚାଲିଥାନ୍ତି ସେହି ମହିଳାମାନେ ସୌଭାଗ୍ୟଲକ୍ଷ୍ମୀ ଓ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ପାଦରେ ଅନାମିକା ଆଙ୍ଗୁଳି ନଥାଏ ସେହି ମହିଳାମାନେ କଳିହୁଡ଼ି ହୁଅନ୍ତି, ସେମାନେ ମଧ୍ୟ ସ୍ୱାମୀ ଦ୍ରୋହୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ପାଦର ମଧ୍ୟମ ଆଙ୍ଗୁଳି ଯଦି ଭୂମିରେ ଲାଗୁନଥାଏ ତେବେ ଜାଣିବ ଯେ ସେ ମହିଳାମାନଙ୍କର ଦୁଇଟା ସ୍ୱାମୀ ହେବ। ଯେଉଁ ମହିଳାଙ୍କ ପାଦ ଚିକ୍କଣ ନଖ ତମ୍ବା ରଙ୍ଗ ପରି ତଳିପାଦରେ ମାଛ ଆଙ୍କୁଶ ଓ ଚକ୍ରଚିହ୍ନ ଥାଏ ସେମାନେ ସାକ୍ଷାତ ଲକ୍ଷ୍ମୀ ସଦୃଶ ହୋଇଥାନ୍ତି। ଯେଉଁ ମହିଳାଙ୍କର କାଣି ଆଙ୍ଗୁଠି ଭୂମିରେ ଲାଗେ ନାହିଁ ସେହି ମହିଳାମାନେ ପ୍ରଥମ ବିବାହ ସ୍ୱାମୀକୁ ବିନାଶ କରେ। ବିଧବା ପରେ ଯଦି ସେ ପୁଣି ବାହା ହୁଏ ତେବେ ଦ୍ୱିତୀୟ ସ୍ୱାମୀର ବି ବିନାଶ ଘଟାଏ। ଯେଉଁ ମହିଳାଙ୍କ ଗଇଁଠି ଓ ପାଦ ଅଳ୍ପ ଉଚ୍ଚ ଥାଏ ଓ ପାଦ ତଳେ ଚକ୍ର ମାଛ ଓ ପଦ୍ମ ଓ ଲଙ୍ଗଳ ଚକ୍ର ଥାଏ ସେହି ମହିଳାମାନେ ରାଜପତ୍ନୀ ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ମଥାରେ ଲୋମ ଏବଂ ଶିରା ଦେଖାଯାଏ ସେମାନେ ଆଜୀବନ ରୋଗିଣୀ ହୋଇଥାନ୍ତି। ନମ୍ବର 12, ଯେଉଁ ମହିଳାମାନଙ୍କର କେଶ କୁଞ୍ଚକୁଞ୍ଚିଆ କେଶଗୁଡ଼ିକ ସୂକ୍ଷ୍ମ ଓ ଅତ୍ୟନ୍ତ ଚିକ୍କଣ ସେମାନେ ସୌଭାଗ୍ୟବତୀ ହୁଅନ୍ତି। ଯେଉଁ ମହିଳାମାନଙ୍କର କେଶ ଘନ କଳା ଓ କୁଞ୍ଚକୁଞ୍ଚିଆ ସେମାନେ ସର୍ବଦା ଜୀବନରେ ସୁଖ ଭୋଗ କରିଥାନ୍ତି। ଯେଉଁ ମହିଳାମାନଙ୍କର କେଶ ଲମ୍ବା ହୋଇ ଛୋଟ ଛୋଟ ସରୁ ସୁନ୍ଦର ଦେଖାଯାଏ ସେହି ମହିଳା ରାଜକନ୍ୟା ହୋଇଥାନ୍ତି। ଯେଉଁ ମହିଳାମାନଙ୍କର ଲମ୍ବା କେଶ ଓ ଚିକ୍କଣ ହୋଇଥାଏ ସେହି ମହିଳାମାନେ ପୁରୁଷଙ୍କ ପାଇଁ ସୌଭାଗ୍ୟବତୀ ହୋଇଥାନ୍ତି। ଯେଉଁ ମହିଳାମାନେ ପ୍ରତ୍ୟେକ କଥାରେ ହଁ ହଁ ହୋଇ ହସନ୍ତି ସେହି ମହିଳାମାନେ ଚରିତ୍ର ଭଲ ହୋଇନଥାଏ। ଯେଉଁ ମହିଳାମାନେ ହସିଲା ବେଳେ ତାଙ୍କ ଶରୀର ଥରୁଥାଏ ସେହି ମହିଳାମାନେ ସୌଭାଗ୍ୟବତୀ ହୁଅନ୍ତି। ଯେଉଁ ମହିଳାମାନେ ହସିଲା ବେଳେ ସେମାନଙ୍କର ଦାନ୍ତ ବାହାରକୁ ଦେଖାଯାଏ ନାହିଁ ସେମାନେ ଅତି ସୁଖୀ ଅଟନ୍ତି। ଯଦି ଦର୍ଶକ ଆପଣଙ୍କୁ ଭିଡ଼ିଓଟି ଭଲ ଲାଗୁଥାଏ ନିଶ୍ଚିତ ଗୋଟେ କମେଣ୍ଟ କରିବେ ଆପଣ କେଉଁ ସ୍ଥାନ ଆମ ଭିଡ଼ିଓଟିକୁ ଦେଖୁଛନ୍ତି। ଯେଉଁ ମହିଳାମାନେ ମୁଣ୍ଡରେ ଗୋଟିଏ ସରଳ ରେଖାରେ ସିନ୍ଥି କାଟିଥାନ୍ତି ସେ ମହିଳାମାନେ ଅହିଷ୍ଲକ୍ଷଣୀ ହୋଇଥାନ୍ତି। ଯେଉଁ ମହିଳାମାନେ ହସିଲେ ଦୁଇ ଗାଲରେ ଗାତ ଭଳି ଦେଖାଯାଏ ସେହି ମହିଳାମାନେ ଲମ୍ପଟି ହୋଇଥାନ୍ତି। ଯେଉଁ ମହିଳାମାନେ କଣେଇ କଣେଇ ଅନାଇ ମୁରୁକି ହସୁଥାନ୍ତି ସେହି ମହିଳାମାନେ ସର୍ବଦା ଅନ୍ୟ ପୁରୁଷଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି। ଯେଉଁ ମହିଳାମାନେ ହସି ହସି କଥା କହିଲା ବେଳେ ତାଙ୍କର ଆଖି ବିଲେଇ ପରି ଦେଖାଯାଏ ସେହି ମହିଳାମାନେ ବହୁତ କାମିକା ଅଟନ୍ତି। ଯେଉଁ ମହିଳାମାନେ ହସିଲା ବେଳେ ଦାନ୍ତ ଉପରି ଭାଗ ଦେଖାଯାଏ ସେହି ମହିଳାମାନେ ଚରଣୀ ପ୍ରକୃତିର ହୋଇଥାନ୍ତି। ନମ୍ବର 24, ଯେଉଁ ମହିଳାମାନଙ୍କର ପାଦର ଗଇଁଠି ଅସମାନ ହୋଇଥାଏ ସେହି ମହିଳାମାନେ ଜୀବନରେ ଦାରିଦ୍ର୍ୟ ଓ କଷା ଘାତରେ ଦିନ କାଟୁଥାନ୍ତି। ନମ୍ବର 25, ଯେଉଁ ମହିଳାମାନଙ୍କର ମୁଣ୍ଡ ବଡ଼ ହୋଇଥାଏ ସେହି ମହିଳାମାନେ ସ୍ୱଭାବରେ ଖଳ ପ୍ରକୃତିର ହୋଇଥାନ୍ତି। ନମ୍ବର 26, ଯେଉଁ ମହିଳାମାନଙ୍କର ମୁହଁ ଗୋଲାକାର ହୋଇଥାଏ ସେହି ପ୍ରକାର ମହିଳାମାନେ ସୁଲକ୍ଷଣୀ ସ୍ୱଭାବର ଅଟନ୍ତି। ନମ୍ବର 27, ଯେଉଁ ମହିଳାମାନଙ୍କର ମୁହଁ ଅତି ସରୁ ବା ଗଜିଆ ଦେଖାଯାଏ ସେହି ମହିଳାମାନେ ଜିଦଖୋର ପ୍ରକୃତିର ଅଟନ୍ତି। ନମ୍ବର 28, ଘରର ଉତ୍ତର ଦିଗରେ ଲକ୍ଷ୍ମୀଙ୍କ ଫଟୋ ଏବଂ କୁବେରଙ୍କ ଫଟୋ ଲଗାଇବା ଦ୍ୱାରା ବହୁତ ଶୁଭ ହୋଇଥାଏ ଏବଂ ଘରର ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଯଦି ଘରେ ଆର୍ଥିକ ସ୍ଥିତି ବହୁତ ଖରାପ ହୋଇଥାଏ ତେବେ ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ଏବଂ କୁବେରଙ୍କ ଫଟୋ ଆଣି ଠାକୁର ଘରେ ରଖି ପୂଜା କରିବା ଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହେବା ସହିତ ଦାରିଦ୍ର୍ୟତା ଦୂର ହୋଇଥାଏ। ନମ୍ବର 30, ଯେଉଁ ପୁରୁଷ ବିନା
କାରଣରେ ସନ୍ତାନମାନଙ୍କୁ ଏବଂ ପତ୍ନୀକୁ ହଇରାଣ କରେ ସେ ତା ଜନ୍ମ ଯାଏଁ ନପୁରୁଷଙ୍କ ମତଲବ ଯେଉଁ 7 ଜନ୍ମ ନପୁରୁଷ ହୋଇ ଜନ୍ମ ହୋଇଥାଏ ଏବଂ ଯେଉଁ ପୁରୁଷ ସ୍ତ୍ରୀ ସହିତ ବାରମ୍ବାର ଶାରୀରିକ ସମ୍ପର୍କ ରଖେ ତାର ଓଜନ ଏବଂ ବଳ କ୍ଷୟ ହୋଇଥାଏ। ଯଦି ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଲା ନିଶ୍ଚିନ୍ତ ଗୋଟେ କମେଣ୍ଟ କରି ସେୟାର କରି ଆମ ଚ୍ୟାନେଲକୁ ନିଶ୍ଚିନ୍ତ ସବସ୍କ୍ରାଇବ୍ କରିବେ। ଜୟ ଜଗନ୍ନାଥ।